ଚିତ୍ର ବିଚିତ୍ର ଆଗରୁ କିଛି କିଛି ଟ୍ରାଏଲ୍ ଆଉ ତାପରେ ହୁଏ କମ୍ପିଟିସନ୍ ଗୁରୁବାରରେ। ଥର ଥର ଶୀତରେ ଦାଣ୍ଡ ପିଣ୍ଡାରେ ପିଠଉ ପକାଇବା କେତେ ଯେ ରୋମାଞ୍ଚକର ଥିଲା। ଆଉ ଝୋଟି ପକାଇଲା ବେଳେ ସାଇ ପଡ଼ିଶା ଆସି ପାଖରେ ଠିଆ ହୁଅନ୍ତି ଆଉ କହନ୍ତି ମୋ ମା ବଢ଼ିଆ ଝୋଟି ପକାଉଥିଲୁ, ଆମ ଦାଣ୍ଡରେ ଟିକେ ପକାଇଦେବୁ। ଆମ ଝିଅଟି ଖୁସି ଖୁସି ହଁ ଭରିଥାଏ ଆଉ ସିଏ ଝୋଟି ପକାଇ ଆସି ଘରେ ଗଡ଼ ଜିତିଲା ଭଳି ବୋଉ ଆଗରେ ବଖାଣେ। ଝୋଟି ଚିତା ଆମର ପରମ୍ପରା ସଂସ୍କୃତି, ସମସ୍ତଙ୍କୁ ଟିକେ ନିକେ ଶିଖିବା ଉଚିତ। କିନ୍ତୁ ଏବେ ୟୁଟ୍ୟୁବ୍ ଫେସବୁକ୍ରେ ମିଳେ ହଜାର ହଜାର ଡିଜାଇନ୍, ଆଉ କାହାଠୁ କିଏ ଶିଖିବାର ନାହିଁ। ଆଉ ସାଙ୍ଗସାଥି ଖୁସି ମେଳ ନାହିଁ କହିଲେ ଚଳେ। ଝୋଟି ପକାଇଲା ବେଳେ ଗାଁ ଦାଣ୍ଡ ଖାଁ ଖାଁ ଲାଗେ, ସହର ମଧ୍ୟ ଖାଁ ଖାଁ ଲାଗେ। ଗାଁ ଦାଣ୍ଡରେ ଅଚିନା ଝିଅର ଝୋଟି ଦେଖି ମନେ ହେଉଥିଲା ତା ପାଖରେ ଦଣ୍ଡେ ବସି ପଡ଼ନ୍ତି କି। କିନ୍ତୁ 5 ମିନିଟ୍ରେ ଝୋଟି ଆଙ୍କି ଝିଅଟି ଘରକୁ ଗଲା ଆଉ କହୁଥାଏ ଘରେ ଏତେ କାମ, ଏଠି ଘଣ୍ଟା ଘଣ୍ଟା ଝୋଟି କିଏ ଦେବ। ଏକଥା ବି ସତ। ଆମେ ପରା ସୋସିଆଲ ମିଡ଼ିଆ ଯୁଗର ପିଲା, ଜୀବନର 100 ଭାଗରୁ 50 ଭାଗ ଏହା ସହିତ ଯୋଡ଼ି ହେବ, ନହେଲେ ନ ଚଳେ। ସେ କଥା ବି ସତ ଲାଗୁଥିଲା। ସମୟ ବଦଳିବା ସହିତ ପରମ୍ପରା ଆଗ୍ରହ ଯେମିତି ଆମମାନଙ୍କ ମନରୁ ସରି ସରି ଯାଉଛି। ସେ